ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ। ସର୍ବତତ୍ତ୍ୱ ଶ୍ରୀ ଜଗନ୍ନାଥ। ଶ୍ରୀ ଜଗନ୍ନାଥଙ୍କ ସାମ୍ୟବାଦ ସଂସ୍କୃତିର ପ୍ରଚାର ପ୍ରସାରରେ ଓଡ଼ିଶାର ମହାରାଜା ଓ ଗଜପତିମାନଙ୍କ ଭୂମିକା ଯେତିକି ରହିଛି, ତାଠାରୁ ଶ୍ରୀ ଜଗନ୍ନାଥଙ୍କ ଭାବରେ ବନ୍ଧା ଭକ୍ତଙ୍କ ଭୂମିକା ମଧ୍ୟ କୌଣସି ଗୁଣରେ କମ୍ ନୁହେଁ। ଯବନ ଭକ୍ତ ଶାଲବେଗ, କବୀର ହୁଅନ୍ତୁ, ନାରୀ ଭକ୍ତା କର୍ମାବାଇ କି ମୀରାବାଇ ହୁଅନ୍ତୁ, ଅଥବା ପଞ୍ଚସଖା ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ, ଶିଶୁ ଅନନ୍ତ ଦାସ ଓ ଜଗନ୍ନାଥ ଦାସ ସମସ୍ତେ ନିଜ ନିଜ ଭାବରେ ପ୍ରଭୁଙ୍କୁ ବାନ୍ଧି ପାରିଥିଲେ ଓ ପ୍ରଭୁଙ୍କର ମହିମା ପ୍ରଚାରରେ ଜୀବନ ମଧ୍ୟ ସମର୍ପିତ କରିଥିଲେ। ଭକ୍ତଙ୍କ ତାଲିକା ପ୍ରସ୍ତୁତ କଲେ ଏକ ପୋଥି ହେବ, କାରଣ ପ୍ରତ୍ୟେକ ଜାତି ବର୍ଣ୍ଣ ସମ୍ପ୍ରଦାୟର ଭକ୍ତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆପଣାର କରିଥିଲେ। ପ୍ରଭୁ ମଧ୍ୟ ନିଜର ସମନ୍ୱୟ ଓ ସାମ୍ୟବାଦର ଧ୍ୱଜା ଉଡ଼ାଇ ପତିତ ତାରଣ ସ୍ୱରୂପକୁ ବିସ୍ତାରିତ କରି ଭକ୍ତମାନଙ୍କୁ ଆପଣେଇଥିଲେ, ଆଉ ଏବେ ବି ଆପଣାର କରୁଛନ୍ତି, ଆଉ ଆଗକୁ ମଧ୍ୟ ଆପଣାର କରିବେ। ପ୍ରଭୁଙ୍କର ଏହି ସ୍ୱଭାବକୁ ଭକ୍ତଟିଏ ଜାଣିଛି ବୋଲି ବା ହୃଦୟଙ୍ଗମ କରି ଗାଏ, ନ ଧନମ୍ ନ ଜନମ୍ ନ ସୁନ୍ଦରୀମ୍ କବିତାମ୍ ଜଗଦୀଶ କାମାଏ ମମ ଜନ୍ମନେ ଜନ୍ମନୀଶ୍ୱରେ ଭଗବତ୍ ଭକ୍ତିର ହେତୁକି ତୋଇ। ଅର୍ଥାତ୍, ହେ ପରମେଶ୍ୱର, ହେ ଜଗନ୍ନାଥ, ମୁଁ ଆପଣଙ୍କ ଠାରୁ ଧନ, ଜନ, ସୁନ୍ଦରୀ ସ୍ତ୍ରୀ ବା ସାଂସାରିକ ବିଳାସ ଚାହେଁନି। କେବଳ ତୁମ ଚରଣରେ ମୋର ଜନ୍ମ ଜନ୍ମାନ୍ତର ପାଇଁ ଅହେତୁକି ଭକ୍ତିଭାବ ରହିଥାଉ। କାରଣ ପ୍ରଭୁଙ୍କ ଭକ୍ତିଭାବରେ ଯିଏ ଥରେ ବୁଡ଼ିଛି, ସେ ଜାଣିଛି ଭାବ ବିନୋଦିଆ ଶ୍ରୀ ଜଗନ୍ନାଥ ତାର ସବୁ ଇଚ୍ଛା ନିଶ୍ଚୟ ପୂରଣ କରିବେ। ଭାବ ବିନୋଦିଆ ଶ୍ରୀ ଜଗନ୍ନାଥ ମଧ୍ୟ ଜାଣିଛନ୍ତି ତାଙ୍କର ଭକ୍ତର ଇଚ୍ଛା କ'ଣ। ଭକ୍ତ ବଳରାମ ଦାସ ତାଙ୍କ ରଚିତ ଜଗମୋହନ ରାମାୟଣରେ ବର୍ଣ୍ଣନା କଲେ, ଦାରା ସୁତ ଧନ ଜନ ସୁଖ ଭୋଗ ସିରି ଅଳପେ ଆପଣ ଦେଇଛନ୍ତି ତାହା ହରି। ଏ ମର୍ତ୍ତ୍ୟ ଲୋକେ ମୁହିଁ ଜଗନ୍ନାଥ ସେବି, ଇଚ୍ଛା ହୋଇଲେ ମୁଁ ବୈକୁଣ୍ଠ ଯିବି। ସେ ଭକ୍ତ ବଳରାମ ଦାସ ତେଣୁ ବୈକୁଣ୍ଠ ଯିବାର ଇଚ୍ଛା ଜାହିର କରିଛନ୍ତି। କିନ୍ତୁ ତୁମ ଆମ ପରି ସାଧାରଣ ଭକ୍ତଟିଏ ବେଶୀ ନହେଲେ ବି ଏଇ ମର୍ତ୍ତ୍ୟ ବୈକୁଣ୍ଠ ନୀଳାଚଳ ଧାମରେ ବାସ କରି ଶ୍ରୀ ଜଗନ୍ନାଥଙ୍କ ସେବା କରିବାର ଇଚ୍ଛା ତ ରଖିପାରୁଛେ। ମନକୁ ମନ ଜଣେ ଶ୍ରୀକ୍ଷେତ୍ରକୁ ମର୍ତ୍ତ୍ୟ ବୈକୁଣ୍ଠ କହୁନାହିଁ। ଶାସ୍ତ୍ର ପ୍ରମାଣ ବି ରହିଛି, ଯେଉଁଠି ପରମବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ ନିବାସ ତାହା ବୈକୁଣ୍ଠ ନୁହେଁ ତ ଆଉ କ'ଣ? କପିଳ ସଂହିତା କହେ, ସାକ୍ଷାତ୍ ବୈକୁଣ୍ଠ ସ୍ୱରୂପମ୍ ତତ୍କ୍ଷେତ୍ର ଶ୍ରୀ ପୁରୁଷୋତ୍ତମମ୍ କ୍ଷେତ୍ରାଣାମ୍ ମଣିକ୍ଷେତ୍ରମ୍ ଚ ତୀର୍ଥାନାମ୍ ଅପି ଯଦ୍ବରାମ୍। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଉପସ୍ଥିତି ସର୍ବଧର୍ମ ଓ ମତର ପ୍ରଚାରକଙ୍କ ଆସ୍ଥାନର ପ୍ରବଲ୍ୟତା ତଥା ତୀର୍ଥମାନଙ୍କର ବିଶେଷ ଭାବରେ ତୀର୍ଥରାଜ ମହୋଦଧିଙ୍କ ଉପସ୍ଥିତି ଏହି ଶ୍ରୀକ୍ଷେତ୍ରକୁ ଧର୍ମ ଧାରଣାର ମହାମିଳନ ସ୍ଥଳ ଅବା ଏକ ବାକ୍ୟରେ କହିଲେ ଧାର୍ମିକ ଅମୃତ କୁଣ୍ଡରେ ପରିଣତ କରିଛି। ଆସନ୍ତୁ ତେବେ ଅମୃତଧାରା ଆସ୍ୱାଦନ କରି ପ୍ରଭୁଙ୍କ ପାଦପଦ୍ମରେ ମନ ଲଗେଇବା। ମଜ୍ଜେବ ମନ ଆଧାତସ୍ୱ ମୟି ବୁଦ୍ଧିମ୍ ନିବଶିଷ୍ୟସି ମଜ୍ଜବ ଅତ ଊର୍ଧ୍ୱମ୍ ନ ସଂଶୟଃ। ଅର୍ଥାତ୍, ତୁମେ ମୋ ଠାରେ ମନ ଲଗାଅ, ମୋ ଠାରେ ହିଁ ବୁଦ୍ଧି ଲଗାଅ, ତେବେ ତୁମେ ମୋ ପାଖରେ ହିଁ ନିବାସ କରିବ, ଏଥିରେ କୌଣସି ସନ୍ଦେହ ନାହିଁ। ଜୟ ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ।